एकलव्य श्रेष्ठ गुरु द्रोणाचार्यଙ୍କ निकटକୁ गला। से द्रोणଙ୍କୁ କହିଲା, हे गुरुदेव, ମୋତେ ଆପଣଙ୍କର ଶିଷ୍ୟ ଭାବରେ ଗ୍ରହଣ କରନ୍ତୁ। ମୁଁ ଧନୁର୍ବିଦ୍ୟାରେ ପୃଥିବୀର ଶ୍ରେଷ୍ଠ ଧନୁର୍ଦ୍ଧର ହେବାକୁ ଚାହେଁ। ଗୁରୁ ଦ୍ରୋଣ ଦୁଃଖର ସହ କହିଲେ, ହେ ବାଳକ, ମୁଁ କେବଳ କୁରୁବଂଶର ରାଜପୁତ୍ରମାନଙ୍କୁ ଶିକ୍ଷା ଦେଇପାରିବି। ମୁଁ ତୁମକୁ ମୋର ଶିଷ୍ୟ ଭାବରେ ଗ୍ରହଣ କରିପାରିବି ନାହିଁ। एकलव्य आश्रमରୁ ଫେରିଆସିଲା, କିନ୍ତୁ ତାର ସଂକଳ୍ପ ଦୁର୍ବଳ ହେଲା ନାହିଁ। ସେ ଗୁରୁ ଦ୍ରୋଣଙ୍କର ଏକ ମାଟି ମୂର୍ତ୍ତି ତିଆରି କଲା ଏବଂ ତାକୁ ନିଜର ଗୁରୁ ଭାବରେ ଗ୍ରହଣ କଲା। ଦିନ ପରେ ଦିନ ଗଡ଼ିଗଲା। एकलव्य ମାଟି ମୂର୍ତ୍ତି ସମ୍ମୁଖରେ ଅଭ୍ୟାସ କଲା। ସେ କେବେ ବି ଅଟକିଲା ନାହିଁ। ତାର ଏକାଗ୍ରତା ତାକୁ ଶ୍ରେଷ୍ଠତମ କରି ତୋଳିଲା। ଦିନେ ଅର୍ଜୁନ, ଦ୍ରୋଣ ଏବଂ ଅନ୍ୟ ରାଜପୁତ୍ରମାନେ ଶିକାର ପାଇଁ ସେହି ଜଙ୍ଗଲକୁ ଆସିଲେ। ସେଠାରେ ସେମାନେ ଏକ କୁକୁରକୁ ଦେଖିଲେ, ଯାହାର ମୁହଁ ତୀର ମାରି ବନ୍ଦ କରାଯାଇଥିଲା। ଗୁରୁ ଦ୍ରୋଣ ଆଶ୍ଚର୍ଯ୍ୟ ହୋଇ କହିଲେ, ଏପରି କୌଶଳ କେବଳ କୌଣସି ମହାନ ଧନୁର୍ଦ୍ଧର ହିଁ ଦେଖାଇପାରିବ। ଏହି କୁକୁରଟି କେମିତି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି, ଅଥଚ ତୀରଗୁଡ଼ିକ ତାର ମୁହଁକୁ ସିଲ୍ କରିଦେଇଛି। ସେମାନେ ଖୋଜି ଖୋଜି एकलव्य ନିକଟରେ ପହଞ୍ଚିଲେ। एकलव्य ତୀର ମାରି ଅଭ୍ୟାସ କରୁଥିଲା। ଦ୍ରୋଣ ତାକୁ ପଚାରିଲେ, ହେ ବୀର ବାଳକ, ତୁମର ଗୁରୁ କିଏ? एकलव्य ତୁରନ୍ତ ସେହି ମାଟି ମୂର୍ତ୍ତିକୁ ଦେଖାଇ କହିଲା, ମୋର ଗୁରୁ ଆପଣ ହିଁ। ଆପଣଙ୍କୁ ସାକ୍ଷୀ ରଖି ମୁଁ ଶିକ୍ଷା ଗ୍ରହଣ କରିଛି। ଦ୍ରୋଣଙ୍କ ମନରେ ଅର୍ଜୁନଙ୍କ ପ୍ରତି ଥିବା ପ୍ରତିଜ୍ଞା କଥା ମନେ ପଡ଼ିଗଲା। ଦ୍ରୋଣ କହିଲେ, ଯଦି ମୁଁ ତୁମର ଗୁରୁ, ତେବେ ତୁମେ ମୋତେ ଗୁରୁ ଦକ୍ଷିଣା ଦିଅ। ମୁଁ ତୁମର ଡାହାଣ ହାତର ବୁଢ଼ା ଆଙ୍ଗୁଠି ଚାହେଁ। ଅର୍ଜୁନ ପଛରୁ ଭୟରେ ଚିତ୍କାର କଲା। एकलव्य ଗୋଟିଏ ମୁହୂର୍ତ୍ତ ବି ବିଳମ୍ବ ନ କରି ତାର ତୀକ୍ଷ୍ଣ ଛୁରୀରେ ତୁରନ୍ତ ଡାହାଣ ହାତର ବୁଢ଼ା ଆଙ୍ଗୁଠି କାଟିଦେଇ ଗୁରୁଙ୍କ ପାଦରେ ଅର୍ପଣ କଲା। ସେ କହିଲା, ମୋର ସମସ୍ତ ବିଦ୍ୟା ଏହି ବଳିଦାନ ଆଗରେ କିଛି ନୁହେଁ। एकलव्य ତାର ବଳିଦାନ ଏବଂ ଏକାଗ୍ରତା ପାଇଁ ସର୍ବଦା ମନେ ରହିବ। ବୁଢ଼ା ଆଙ୍ଗୁଠି ହରାଇବା ପରେ ବି ସେ ତାର ଧନୁର୍ବିଦ୍ୟାକୁ ଅନ୍ୟ ଶୈଳୀରେ ଅଭ୍ୟାସ କଲା ଏବଂ ଜଣେ ମହାନ ଯୋଦ୍ଧା ହୋଇ ରହିଲା। ଶ୍ରେଷ୍ଠତା କେବଳ ପ୍ରତିଜ୍ଞାରେ ନୁହେଁ, ବରଂ ନିଷ୍ଠା ଓ ତ୍ୟାଗରେ ନିହିତ।